ପ୍ରେଜ୍ ଦ ଲର୍ଡ। ସଦା ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ପ୍ରଭୁ ଅନୁଗ୍ରହ କଲେ, କୃପା କଲେ, ତାହାଙ୍କ ବିବିଧ ଅନୁଗ୍ରହ, ତାହାଙ୍କ ବିବିଧ ଆଶୀର୍ବାଦ ସକାଶୁ ଆଜି ଆମେ ପ୍ରତ୍ୟେକ ଜୀବିତ ସୁସ୍ଥ ସବଳ ଅଛୁ। ଏଣୁକରି ବିଶେଷ ମୁଁ ପ୍ରଭୁକୁ ଧନ୍ୟବାଦ ଦେବା ପାଇଁ ଚାହେଁ, କାରଣ ଈଶ୍ୱରଙ୍କ ଦୟା ଥିବା ସକାଶୁ, ଅନୁଗ୍ରହ ଥିବା ସକାଶୁ ଆଉ ତାହାଙ୍କର ବିବିଧ ଦୟା ସକାଶୁ ଆଜି ଆମେ ବିନଷ୍ଟ ହେନୁ, କାରଣ ତାହାଙ୍କର କରୁଣା ଅନନ୍ତ କାଳ ସ୍ଥାୟୀ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଜିର ଯେଉଁ ଶିକ୍ଷା ଏବଂ ପ୍ରସଙ୍ଗ ହେଲା ଯେ ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ ବା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ। ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରିକି ଦେଖ। ଯିଏ ତାହାଙ୍କର ଶରଣାଗତ ସେ ସମସ୍ତ ଲୋକ ଧନ୍ୟ। ସଦାପ୍ରଭୁଙ୍କୁ ଆପଣ ଚାଖିକି ଦେଖନ୍ତୁ। ସଦାପ୍ରଭୁ ହେଉଛନ୍ତି ମଙ୍ଗଳମୟ। ଆମେ ଯେତେବେଳେ ମାର୍କେଟକୁ ଯାଉଛୁ କିଛି ଫଳ କିଣିବା ପାଇଁ, ଆମେ ପ୍ରଥମରେ ଟେଷ୍ଟ କରୁଛୁ ଯେ ଫଳଟା ମିଠା ନା ଖଟା। ଯଦି ଆମେ ଅଧ କିଲୋ ଆଣିବାର ଥିବା, ଯଦି ସେ ଫଳ ଯଦି ମିଠା ଲାଗେ ତାହେଲେ ଆମେ 1 କିଲୋ ନେଇକି ଆସୁ। କାହିଁକି? କାରଣ ତାହା ଆମକୁ ମନକୁ ପସନ୍ଦ ଲାଗିଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇ ପ୍ରକାର ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରିକି ଦେଖ। କେମିତି ଆସ୍ୱାଦନ କରିବା? ତାହାଙ୍କ ନିକଟବର୍ତ୍ତୀ ହେବା ଦ୍ୱାରା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, କେମିତି ନିକଟବର୍ତ୍ତୀ ହେବା? ତାହାଙ୍କ ଶରଣାଗତ, ଯେଉଁମାନେ ତାହାଙ୍କ ଶରଣାଗତ ସେ ସମସ୍ତ ଲୋକ ଧନ୍ୟ ବୋଲି ଲେଖାଯାଏ। ଯେଉଁମାନେ ପ୍ରଭୁଙ୍କର ପାଦ ତଳେ, ଚରଣ ତଳେ ତାହାଙ୍କ ଶରଣକୁ ଆସନ୍ତି, ତାହାଙ୍କର ପାଦ ତଳେ ନିଜକୁ ସମର୍ପଣ କରନ୍ତି, ସେ ସମସ୍ତ ଲୋକ ଧନ୍ୟ ହୋଇଯାଆନ୍ତି। ଏଣୁକରି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ ଆଜି ଯେଉଁ ଶିକ୍ଷା, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହାକୁ ଆମେ ହୃଦୟ ମଧ୍ୟରେ, ଏ ବିଷୟକୁ ଆମେ ବିଶ୍ୱାସର ସହିତ ଆମେ ତାହାକୁ ଗ୍ରହଣ କରିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଅନେକ ଆଜି ଅମଙ୍ଗଳରେ ଆଜି ଅଛନ୍ତି। ଆଜି ଅନେକ ମୋର ପ୍ରିୟମାନେ ଆଜି ବିପଦର ସାମ୍ନା କରୁଛନ୍ତି। କାରଣ ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୀତ ସଂହିତା ତାର 73 ଅଧ୍ୟାୟର ତାର 28 ପଦ ଲେଖାଯାଏ, ମାତ୍ର ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ। କ ଭାଗ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ ବୋଲି ଲେଖାଯାଏ। ଆମେ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ଆସୁ, ଆମେ ଯେତେବେଳେ ଈଶ୍ୱରଙ୍କ ପ୍ରତି ଫେରୁ, ଆମେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତି ଫେରୁ, ସମସ୍ତ ବ୍ୟତିବ୍ୟସ୍ତ କାମ ମଧ୍ୟରେ, ସମସ୍ତ ଚିନ୍ତା ସଙ୍କଟପୂର୍ଣ୍ଣ ସମୟରେ, ସମସ୍ତ ପ୍ରକାର ଆଉ ଦୁଃଖ ନିରାଶତା ମଧ୍ୟରେ ଯେତେବେଳେ ଆମେ ପ୍ରଭୁଙ୍କ ପ୍ରତି ଫେରୁ, ସେତେବେଳେ ମୋର ପ୍ରିୟମାନେ ସଦାପ୍ରଭୁ ଆମମାନଙ୍କୁ ଘେରି ରଖନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଉ ସେ ଦାଉଦ, ଭକ୍ତ ଦାଉଦ ଗୋଟେ ବିଷୟ କହୁଛନ୍ତି। କ'ଣ ବୋଲି କହୁଛନ୍ତି? ସଦାପ୍ରଭୁ ଯିଏ ମଙ୍ଗଳମୟ, ଏହା ତୁମେ ଆସ୍ୱାଦନ କରିକି ଦେଖ। ଯିଏ ତାହାଙ୍କ ଶରଣାଗତ ସେ ସମସ୍ତ ଲୋକ ଧନ୍ୟ ବୋଲି ଲେଖାଯାଏ। ଯେ ଈଶ୍ୱରଙ୍କ ଠାରେ ମୋର ପ୍ରିୟମାନେ ଲାଗିକି ରୁହେ, ଈଶ୍ୱରଙ୍କ ସହିତ ଯଦି ତାଙ୍କର ଘନିଷ୍ଠ କନେକ୍ସନ, ସମ୍ପର୍କ ସୁଦୃଢ଼, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି କୌଣସି ମନୁଷ୍ୟ ସହିତ ଯଦି କୌଣସି ଠିକ୍ ସମ୍ପର୍କ ଯଦି ରଖିଥାଏ, ଯଦି କାଳେ ଯଦି ତାର ଅସୁବିଧା କୌଣସି ପ୍ରକାର ହୁଏ, କୌଣସି ପ୍ରକାର ଅଭାବ ଯଦି ତା ପ୍ରତି ହୁଏ, ସେ ଯେତେବେଳେ ସେ ଯାହା ସହିତ ତାର ଘନିଷ୍ଠ ସମ୍ପର୍କ ଥିଲା, ଯାହା ସହିତ ତାର ଆଉ ଉତ୍ତମ ବନ୍ଧୁତା ବା ଉତ୍ତମ ଘନିଷ୍ଠ ସମ୍ପର୍କ ରଖିଥିଲା, ଯଦି ସେଇ ସମୟରେ ଯଦି ସେ ଯାଇକି ଆଉ କିଛି ସାହାଯ୍ୟର ଆଉ ବିନତି କରେ, ସେ ତାର ବନ୍ଧୁ କେବେ ମଧ୍ୟ ତାକୁ ନିରାଶ କରେ ନାହିଁ। ଯଦି ମନୁଷ୍ୟ ଯଦି ଏତେ ଗୋଟେ ବନ୍ଧୁତାକୁ ରକ୍ଷା କରୁଛି, ତାହେଲେ ଭାବିକି ଦେଖନ୍ତୁ ସେ ମଙ୍ଗଳମୟ ସଦାପ୍ରଭୁ ସେ କେତେ ଆପଣଙ୍କ ପ୍ରତି ମଙ୍ଗଳ କାର୍ଯ୍ୟ କରିବେ। ସେ କେତେ ଆପଣଙ୍କ ନିମନ୍ତେ ମଙ୍ଗଳର ଦ୍ୱାର ନ ଖୋଲିବେ। ଆପଣଙ୍କର ବନ୍ଦ ହେଇଥିବା ଦ୍ୱାର ଖୋଲିଯିବ। ଆପଣଙ୍କର ପରିସ୍ଥିତି ବଦଳିବ।
ଆପଣଙ୍କର ସମସ୍ୟାର ସମାଧାନ ପ୍ରଭୁଙ୍କ ହାତରେ ଅଛି। ମୋର ପ୍ରିୟ ମାନେ, ଏଣୁକରି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ। ମୋର ପ୍ରିୟ ମାନେ, ଆଜି ମନୁଷ୍ୟ ମୋର ପ୍ରିୟ ମାନେ ମଙ୍ଗଳ ଉପସ୍ଥିତ ହେଲେ ଦେଖିପାରୁନି। କାରଣ କଣ? କାରଣ ସେ ଈଶ୍ୱରଙ୍କ ନିକଟରୁ ସେ ଦୂରକୁ ଚାଲି ଯାଇଛି। ସେ ବାହ୍ୟକ ଜୀବନ କାଟୁଛି, ସେ ସାଂସାରିକ ମନା ହେଇଯାଇଛି, ସେ ଜାଗତିକ ମନା ହେଇଯାଇଛି, ସେ ସାଂସାରିକ ବିଷୟକୁ ପ୍ରେମ କରୁଛି। ଆଉ ଯେ ସଂସାରକୁ ପ୍ରେମ କରେ, ଯେ ସଂସାରକୁ ମୋର ପ୍ରିୟ ମାନେ ଧରିକି ରଖେ, ଯେ ଜଗତ ପ୍ରତି ଯାହାର ଲାଳସା, ମୋର ପ୍ରିୟ ମାନେ ସେ ଈଶ୍ୱରଙ୍କୁ ଜାଣି ନାହିଁ। ଲେଖାଯାଏ ମୋର ପ୍ରିୟ ମାନେ, ଯେ ସଂସାରକୁ ପ୍ରେମ କରେ କିମ୍ବା ସଂସାରରେ ଥିବା ବିଷୟକୁ ଯେ ପ୍ରେମ କରେ ତାଠାରେ ପିତାଙ୍କର ପ୍ରେମ ନାହିଁ, ଏହା ଜାଣିଥାନ୍ତୁ। ଆମେ ଯଦି ଦେଖିବା, ଲେଖାଯାଏ, ଆଉ ମୁଁ ପଢ଼ିବା ପାଇଁ ଚାହେଁ, ଆଉ ତାହା ପ୍ରଥମ ଯୋହନ ତାର 2 ଅଧ୍ୟାୟ ତାର 15 ପଦରେ ଲେଖାଯାଏ। କଣ ଲେଖା ଅଛି? ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। ମୋର ପ୍ରିୟ ମାନେ, ଆମେ ଯାହା ଭାବୁଛୁ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଅମୁକ ବିଦେଶକୁ ଯିବି, ମୋର ସବୁ ପରିସ୍ଥିତି ବଦଳିଯିବ। ଆପଣ ଗୃହରେ ରୁହନ୍ତୁ, ନିଜ ପରିବାର ସହିତ ରୁହନ୍ତୁ, ନିଜର ପରିବାର ସହିତ ଆପଣ ଈଶ୍ୱରଙ୍କ ସେବା କରନ୍ତୁ, ପ୍ରଭୁଙ୍କ ଠାରେ ଲାଗିକି ରୁହନ୍ତୁ। ଆଜି ବାହାର ଦୁନିଆ ଭଲ ନାହିଁ, ବାହାର ପରିବେଶ ଭଲ ନାହିଁ, ବାହାର ଆଉ ସଙ୍ଗତି ଭଲ ନାହିଁ। ଏଣୁକରି ଆଜି ଆମେ ପ୍ରଭୁଙ୍କ ପ୍ରତି ଆମେ ଲାଳାୟିତ ହେବା। ପ୍ରଭୁଙ୍କ ପ୍ରତି ଆମ ହୃଦୟରେ ଏକ କ୍ଷୁଧା, ଏକ ତୃଷା ଦେଖାଯିବା ନିହାତି ଆବଶ୍ୟକ। ଏଣୁକରି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆଉ ସଂସାରରେ ଥିବା ବିଷୟକୁ ପ୍ରେମ ନ କର ବୋଲି ବାଇବେଲ ସ୍ପଷ୍ଟ ଭାବରେ କହୁଛି। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତା ପାଖରେ ନାହିଁ ପଡ଼ି। ସେ ଈଶ୍ୱରଙ୍କୁ ପ୍ରେମ କରୁନାହିଁ। ଆଉ ଯେତେବେଳେ ପରମେଶ୍ୱରଙ୍କର ମଙ୍ଗଳ ଉପସ୍ଥିତ ହେବ, ସେତେବେଳେ ସେ ଦେଖିପାରିବ ନାହିଁ। ଏହା ମୁଁ କହୁନାହିଁ, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ। ଏଣୁକରି ଆଜି ଯୋଉ ମୋର ପ୍ରସଙ୍ଗ ବିଷୟ ହେଲା ଯେ ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ। ଜିରିମିୟ ପୁସ୍ତକ ତାର 17 ଅଧ୍ୟାୟର ତାର 2 ପଦରେ ଲେଖାଯାଏ, ଆଉ ସେ ମରୁଭୂମି ସ୍ଥିତ ଛାଉ ବୃକ୍ଷ ତୁଲ୍ୟ ହେବ। ମରୁଭୂମି ଅର୍ଥାତ ସେଇ ସ୍ଥାନରେ କେବଳ ବାଲି, କେବଳ ଧୂଳି ପାଇବେ, ନା ଖାଇବାକୁ ମିଳିବ, କେବଳ ନା ଜଳ ମିଳିବ, ନା ବସ୍ତ୍ର ମିଳିବ। ମୋର ପ୍ରିୟ ମାନେ, ଆପଣ ତୃଷାରେ କ୍ଷୁଧାରେ ମରିଯିବେ। ସେଇ ପ୍ରକାର ମରୁଭୂମି ସ୍ଥିତ ଜୀବନ ଆମ ପରିବାର ମଧ୍ୟରେ ହିଁ ଯିବ ଯଦି ଆମେ ପ୍ରଭୁ ବିହୀନ ଜୀବନ କାଟୁଛୁ। ଆମେ ପ୍ରଭୁଙ୍କ ଠାରୁ ଯଦି ଦୂରକୁ ଚାଲି ଯାଇଛୁ, ଈଶ୍ୱରଙ୍କର ବାକ୍ୟରୁ ଯଦି ଆମେ ଦୂରକୁ ଚାଲି ଯାଇଛୁ, ପ୍ରଭୁଙ୍କର ସହଭାଗିତା ଉପସ୍ଥିତିରୁ ଯଦି ଆମେ ଦୂରକୁ ଚାଲି ଯାଇଛୁ, ତାହେଲେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଲେଖାଯାଏ, ଆଉ ସେଇ ପ୍ରକାର ମରୁଭୂମି ସ୍ଥିତ ଛାଉ ବୃକ୍ଷ ତୁଲ୍ୟ ହେବ। ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ ପୁଣି। ଜିରିମିୟ 17 ତାର 6 ପଦରେ ଆପଣ ମାନେ ସ୍ପଷ୍ଟ ଭାବରେ ପଢନ୍ତୁ। ଏଣୁକରି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାରେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ମନୁଷ୍ୟର ମଙ୍ଗଳ। ଯୋଉମାନେ ଈଶ୍ୱରଙ୍କ ଠାରୁ ଦୂରରେ ଅଛନ୍ତି, ଯୋଉମାନେ ପ୍ରଭୁଙ୍କ ଆଉ ଉପସ୍ଥିତିରୁ ଦୂରରେ ଅଛନ୍ତି, ଆଜି ଅନେକ ତ ଚର୍ଚ୍ଚକୁ ଆସିବାଟା ଭୁଲି ଯାଉଛନ୍ତି, ପ୍ରାର୍ଥନା ଆସିବା ଭୁଲି ଯାଉଛନ୍ତି, ଗିର୍ଜା ଆସିବା ଭୁଲି ଯାଉଛନ୍ତି, ବାଇବେଲ ପଢିବା ଭୁଲି ଯାଉଛନ୍ତି, ପ୍ରାର୍ଥନା କରିବା ଭୁଲି ଯାଉଛନ୍ତି।
ସେମାନେ ଭୁଲୁ ନାହାନ୍ତି ମୋବାଇଲ ଧରିବା, ସେମାନେ ଭୁଲୁ ନାହାନ୍ତି ବନ୍ଧୁ ସାଙ୍ଗମାନଙ୍କ ସହିତ ବୁଲିବା, ସେମାନେ ଭୁଲୁ ନାହାନ୍ତି ସେମାନେ ଭୁଲୁ ନାହାନ୍ତି ମୋର ପ୍ରିୟମାନେ ଟିଭି ଦେଖିବା, ସେମାନେ ଭୁଲୁ ନାହାନ୍ତି ମୋର ପ୍ରିୟମାନେ ମାର୍କେଟ ଯିବା। ସମସ୍ତ ବିଷୟ ସେମାନେ ଠିକ ଭାବରେ କରୁଛନ୍ତି, ସମସ୍ତ ବିଷୟ ସେମାନେ ଠିକ ଭାବରେ କରୁଛନ୍ତି, କିନ୍ତୁ ପରମେଶ୍ୱରଙ୍କ ପାଇଁ ଯେତେବେଳେ ସମୟ ଦେବାର ହଉଛି ସେ ସମୟରେ ମୋର ପ୍ରିୟମାନେ ସେମାନେ ପ୍ରଭୁଙ୍କ ନିକଟକୁ ଆସିପାରୁନାହାନ୍ତି, ସେମାନେ ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରିପାରୁନାହାନ୍ତି, ସେମାନେ ପ୍ରଭୁଙ୍କ ଠାରେ ଲାଗି ରହିପାରୁନାହାନ୍ତି। ଏଣୁକରି ଏଠି ଲେଖାଯାଏ ମୋର ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ମଙ୍ଗଳ ଉପସ୍ଥିତ ହେବା ବେଲେ ସେ ଦେଖିବ ନାହିଁ, ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ। କେତେ ଭୟଙ୍କର ବିଷୟ ଲେଖାଯାଏ ମୋର ପ୍ରିୟମାନେ, ପ୍ରାନ୍ତରରେ ମରୁଭୂମିର ଏକ ପ୍ରାନ୍ତରରେ ଶୁଷ୍କ ସ୍ଥାନରେ, ଯୋଉ ଜାଗାରେ ପାଣି ନଥିବ। ମୋର ପ୍ରିୟମାନେ ଆପଣଙ୍କ ଘରେ ପାଣି ଥିବ, ପାଣି ପିଇବେ ଆପଣଙ୍କ ଶୋଷ ମେଣ୍ଟିବ ନା। ଖାଦ୍ୟ ଥିବ ତାହା ହଉଛି ଏକ ମରୁଭୂମି ତୁଲ୍ୟ। ଖାଦ୍ୟ ଆପଣଙ୍କ ଆଖି ସାମ୍ନାରେ ଥିବ, ଆପଣ ଖାଉଥିବେ କିନ୍ତୁ ତୃପ୍ତ ହେବେ ନାହିଁ। ଆପଣଙ୍କ ହାତରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଥିବ କିନ୍ତୁ ଆପଣଙ୍କ ଘରେ ଶାନ୍ତି ନଥିବ, ପ୍ରେମ ନଥିବ। କ୍ୟୁ କିସଲିଏ? କାରଣ ତାର ଗୋଟେ ଯେ ଆମେ ସଦା ପ୍ରଭୁଙ୍କ ଠାରେ ଆମେ ଦୂରକୁ ଚାଲି ଯାଇଛୁ, ତଥାପି ପରମେଶ୍ୱର କହୁଛନ୍ତି ଯେ ସଦା ପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ମନୁଷ୍ୟର ମଙ୍ଗଳ। ଏଣୁକରି 2026 ଏ ନୂତନ ବର୍ଷ ଆଜି ଏଇ ପ୍ରଥମ ମାସରେ ଆଜି ଆପଣ ନିଷ୍ପତ୍ତି, ଆଜି ଆପଣ ସଂକଳ୍ପବଦ୍ଧ ହୁଅନ୍ତୁ ଯେ ମୁଁ ପ୍ରତିଦିନ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆପଣ ଯଦି ଦେଖିବେ ଗୀତ ସଂହିତା ତାର 34 ଅଧ୍ୟାୟରେ ତାର 12 ପଦରେ ଲେଖାଯାଏ, ଅତି ଉତ୍ତମ ବିଷୟ ସେଠି ଲେଖା ଅଛି ଯେ ଜୀବନ ବାଞ୍ଛା କରେ ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟମଣି ଏପରି ଲୋକ କିଏ? ଯଦି କିଏ ଆପଣ ମାନେ ଈଶ୍ୱରଙ୍କର ବାକ୍ୟକୁ ଶୁଣୁଛନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣ এই ବାକ୍ୟକୁ ହୃଦୟଙ୍ଗମ କରନ୍ତୁ। ଈଶ୍ୱରଙ୍କ ବାକ୍ୟରେ ଶକ୍ତି ଅଛି। ଏଣୁକରି ଯିଏ ତାହାଙ୍କର ଶରଣାଗତ ସଦାପ୍ରଭୁ ଯେ ମଙ୍ଗଳମୟ ଏହା ଆସ୍ୱାଦନ କରିକି ଚାଖିକି ଭଜନ କରିକି ଈଶ୍ୱରଙ୍କର ବାକ୍ୟକୁ ଆପଣ ମାନେ ଦେଖନ୍ତୁ। ଯିଏ ତାହାଙ୍କର ଶରଣାଗତ, ଯିଏ ବୋଲି ଲେଖାଯାଏ, ସମସ୍ତଙ୍କୁ କୁହାଯାଉନି। ସମସ୍ତଙ୍କୁ ପ୍ରଭୁ ସୁଯୋଗ ଦେଇଛନ୍ତି କିନ୍ତୁ ସମସ୍ତେ ପ୍ରଭୁକୁ ଜାଣିବା ପ୍ରଭୁଙ୍କ ସହିତ ଚାଲିବା ବହୁତ ଅଲଗା ଅଟେ, ଏଇଟା ଜାଣିଥାନ୍ତୁ। ସମସ୍ତେ ପ୍ରଭୁକୁ ଜାଣିଛନ୍ତି, ବିଜାତି ମାନେ ଜାଣିଛନ୍ତି, ମୁସଲିମ ମାନେ ଜାଣିଛନ୍ତି, ମୁସଲମାନ ମାନେ ଜାଣିଛନ୍ତି, କିନ୍ତୁ ଆପଣ ବି ସେ ପ୍ରକାର ଜାଣିଛନ୍ତି କି? ସେମାନେ ଯେମିତି ଜାଣିଛନ୍ତି ଆପଣ ବ୍ୟକ୍ତିଗତ ଭାବରେ ପ୍ରଭୁକୁ ତ୍ରାଣକର୍ତ୍ତା ରୂପରେ ଗ୍ରହଣ କରନ୍ତୁ। ବ୍ୟକ୍ତିଗତ ଭାବରେ ଆପଣଙ୍କ ସମ୍ପର୍କକୁ ଆପଣ ସ୍ଥାପନ କରନ୍ତୁ। ବ୍ୟକ୍ତିଗତ ଭାବରେ ଆପଣ ପ୍ରଭୁଙ୍କ ସହିତ ଆପଣଙ୍କର ଘନିଷ୍ଠ ସମ୍ପର୍କକୁ ଆପଣ ବଜାୟ ରଖନ୍ତୁ। ଏଣୁକରି ଲେଖାଯାଏ ଯେ ଜୀବନ ବାଞ୍ଛା କରେ ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମିଳେ ଏପରି ବ୍ୟକ୍ତି କିଏ? ମୋର ପ୍ରିୟମାନେ, କିଏ ଆଜି ଅଛ କି ପ୍ରଭୁଙ୍କ ଠାରୁ ମଙ୍ଗଳ ପାଇବା ପାଇଁ ଚାହୁଁଛ କି? ସେଇମାନେ ମଙ୍ଗଳ ପାଇବେ ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଆହୁତ, ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ହୃଦୟ ସହିତ। ଅନେକ କୁହନ୍ତି ଯେମିତି ପିତର କହିଲା, ପ୍ରଭୁ ସମସ୍ତେ ଆପଣଙ୍କୁ ଛାଣିକି ଚାଲିଯିବେ। ବାଃ, ଆମେ ବି ମୁଖରେ ବହୁତ ବଡ଼ ବଡ଼ କଥା କହିଦେବି, ମୁଁ ପ୍ରଭୁଙ୍କ ପାଇଁ ଅମକ କରିଦେବି, ପ୍ରଭୁଙ୍କ ପାଇଁ ସମକ କରିଦେବି, କିନ୍ତୁ କରିବା ସମୟ ଯେତେବେଳେ ଆସେ ସେତେବେଳେ ଆମେ ପଛକୁ ଫେରି ଯାଇଥାଉ, ଆମେ ପ୍ରଭୁକୁ ଟାଟା ବାଏ ବାଏ କରିଦେଇଥାଉ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପିତର କହିଲେ, ପ୍ରଭୁ ଯେତେବେଳେ ପିତର କହିଲେ, ଆପଣ ସେ ବାକ୍ୟକୁ କ'ଣ ବୁଝୁଛନ୍ତି? ଆପଣ ମଧ୍ୟ ସେ ପ୍ରକାର କେବେ କୁହନ୍ତି କି?
प्रभु समस्ते आपण को छाणी चली जीवे किंतु मु केबे आपण को छाणी चली जीवी नहीं दरकार पड़े मु निजर प्राण जीवन भी दान करदेवी किंतु पितर केते थर अस्वीकार कला तीन थर मोर प्रिय प्रभु को लोक माने ईश्वर निकटवर्ती हेबार मनुष्यर मंगल एणुक जी शरणागत से समस्त लोक धन्य आज आपण ईश्वर निकटवर्ती हुंतु परमेश्वर शरण को आसंतु परमेश्वर प्रति आपण फेरी आसंतु समस्त पाप अभिलाष समस्त असुचिता समस्त प्रलोभन समस्त प्रकार मंद कार्य को आपण परित्याग करी सदा प्रभु निकट को फेरी आसंतु परमेश्वर निकट को फेरी आसंतु मोर प्रिय माने मद मरे मरिबा दरे दरिद्र हेबा जे जीवन बांछा करे इटा बुझंतु जे जीवन बांछा करे ओ मंगल देखिबा पय दीर्घायु प्रिय मणे एपरि व्यक्ति किए मद मरे मरिबा दरे दरिद्र हेबा जे जीवन बांछा करी जदि तुमे मंगल देखिबा पय चाहुछ जदि तुमे जीवन पाइबा पय चाहुछ ताहा हेले आजि ठारू आपण मद को टाटा करंतु मद को आपण आउ छाड़ंतु मोर प्रिय प्रभु लोक माने आज अनेक मद पिकी निज परिवार को हरेलेनी आज अनेक मद पिकी मोर प्रिय माने से मानकर अवस्था खराब ही गलानी से मानकर परिस्थिति खराब ही गलानी मोर प्रिय माने घर अच्छी किंतु घर रे मोर प्रिय माने चाल छपर ठीक नहीं मद पीवा लोकों घर मोर प्रिय माने चुली अच्छी किंतु रुसे करबा पई काठ नहीं कि चाउल नहीं किणवा कारण कारण मद हूँ सब कारण एणुक जे जीवन बांछा करे आज अनेक ए मद्यपान करके अनेक किडनी खराब हो जाए लिवर खराब हो जाए विभिन्न प्रकार रोग से माने आक्रांत होती आज मु ख्रीष्टन को लोक मान को कहवाई चाहे ए संवाद आपण मान को मु आउ एथिपाई दउछि मोर प्रिय प्रभु को लोक माने आपण प्रभु को जानतु सदा प्रभु को आपण चाखंतु सदा प्रभु जे मंगलमय आस्वादन करके देखो जी ताहांकर शरणागत जी ताहांकर निकटवर्ती जी ईश्वरक निकट को फेरी आसे से लोक धन्य हो जीव एणुक ईश्वर निकटवर्ती हेबार मनुष्यर जो मंगल ये जो आज प्रसंग एणुक मोर प्रिय मान ईश्वर प्रति फेरिबा सदा प्रभु प्रति आमे फेरिबा केमिति फेरिबा मन परिवर्तन करी पाप को छाणी मंदता को छाणी व्यभिचार को छाणी आज अनेक लोक निज स्त्री थाई अन्य सहित संगत रखुंट आज अनेक लोक निज स्वामी थाई अन्य सहित संगत रखुंट से माने जीवन पाइबा इच्छा करूना स्वर्ग को जीवाई इच्छा करूना मंगल दिन देखा इच्छा करूना से माने विपद रे पड़ुछंती सदा प्रभुंकर मंगल उपस्थित हैला बेले से माने मंगल देखि पारु नाहंती मोर प्रिय प्रभुंक लोक माने एणु करी आज दाऊद कहउछंती जे जीवन वांछा करे ओ मंगल देखिबा पय दीर्घायु प्रिय मणे एपरि व्यक्ति किए आपण समस्त निशारु समस्त प्रकार खराब कार्यरु बाहरी आसंतु प्रभु को जानि छथि मद पीबा छाड़ी नांती कहउछंती मु जीसु को जानि छी आपण जीसु को जानि नांती मोर प्रिय माने प्रभु पापी को प्रेम करती पाप को घृणा करती ये जानी थांतु एणु करी से पाप को आज आमे काढ़ीबा को पड़िबो न हेले आमे अनंत जीवन पाई परिबा नाही आ मंगलर दिन आमे देखि परिबा नाही मोर प्रिय माने हमर आयुष न होउनु आमे मरि जिबा जे दीर्घायु प्रियमणि पर व्यक्ति किए बाइबल स्पष्ट कहूँ आमे मद पी 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 प्रभु आमको है 90 वर्षर आयु देछंती आमे कोन करछु मद पी 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 20 वर्ष रे खत्म है गंजे टाणी 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 40 वर्ष रे खत्म फेवड़ा खराब किडनी खराब लिवर खराब मोर प्रिय प्रभु लोक माने एणु करी आज ठारू आपण सही निशा ठारू बाहरी आसंतु
आपण प्रभु को पाई बंचंतु निजर परिवार को आपण धरी रखंतु प्रभु को आउ परिवार सहित प्रभु को निकट को आसंतु परिवार सहित प्रभु को सेवा करंतु तेबे प्रभु आशीर्वाद करिवे तेबे मंगल आपण को जीवन रे उपस्थित हेबो एड़ी करी हे ईश्वर को लोक माने आज आपण मान को मु कहबा पई चाहूची प्रभु आपण मान को अनुग्रह करंतु दया करंतु मोर प्रिय प्रभु को लोक माने जदि आपण माने देखिबे तार सुहुलर गीत संहिता सुहुलर तार दुई पदर लेखा छे कोन बोली लेखा अछि आमे संक्षिप्त भाବରେ जिबा मु सदा प्रभु को कहि अछि तुम्बे मोहर प्रभु तुम्भ बिना मोहर कोनोसी मंगल नाही दाऊद कहिले प्रभु मो पाखरे अजस्र संपत्ति अछि आ अजस्र तुमे देई अछ मोर खाइबार अभाव नहीं रहिबार राजमहल अछि राजप्रसाद अछि राजा वस्त्र मु परिधान करूची राजा सिंहासन रे मु बसुची तथापि हे सदा प्रभु तुम्भ बिना मोहर कौनसी मंगल नाही बोली से कहउछंती मोर प्रिय माने आमे भाबुछु मो परिवार को छाड़ी के विदेश को मो काम गले मो शांति रे रहिबी दुई पैसा मो कमेबी मोर प्रिय माने ताहा भूल अटे आपण गला परे मोर प्रिय माने आपण वर्ष वर्ष बाहर रहउछंती परिवार को छाणी के निज स्त्री को छाणी की निजर आउ छुआ पिला को छाणी की आपण दादन खटिबा पे जाउछंती आपण निज घरे रुहंतु चाषबास करंतु परिवार सहित प्रभु को निकट को आसंतु अल्प दिन जीवन 60 कि 70 कि बड़ सकाश 80 कि 90 वर्ष एथिपाई बोले आपण एते टंका कमेबा पई आपण काहे की चिंता करूछंती काहे की व्यतिव्यस्त होछंती प्रभु को ठार काहे की दूर को चली जाउछंती आपण खराब संगति रहिबे एनिको से कहउछंती सदा प्रभु तुम बिना मोर कोनोसी मंगल नाही होई पारे आपण अजस्र टंका भी कमे पारंती किंतु आपण को पाखरे शांति नथिबो काहे की प्रभु कहले द्वितीय विवरणी तार 30 रे आ 15 पद रे कहिले देख मु आजी तुम सम्मुख रे जीवन और मंगल पुणी मरण और अमंगल रखिली प्रभु आज आम सम्मुख रे रखि दैछंती जीवन पुणी मरण जीवन और अमंगल मरण आ मंगल मोर प्रिय प्रभु को आमे कोउटा आमे चूज करूछु एणे करी देखो आज मु तुम सम्मुख रे जीवन और मंगल ओ मरण ओ अमंगल रखी अछि प्रभु आज आम सम्मुख रखी दैछत आमे कोउटा चूज करूछु आमे को दिन देखिबा पई इच्छा करूछु मोर प्रिय प्रभु को लोक माने कारण दाऊद कहले हे सदा प्रभु तुम बिना मोर कोनोसी मंगल नाही हम भाबुछु मो गाड़ी रे चढ़िले होई पारे लोक माने मते भलो बोली भाबिबे बड़ लोक बोली भाबिबे मोर प्रिय प्रभु को लोक माने ए जगत रे जहा किछि आपण देखुछंती भोग विलास सब असार ही असार सब ही असार एण करी असार विषय को आपण माने खोजंतु नै ए असार विषय प्रति आपण लालायित होंतु नै खुदित तृषित होंतु नै आपण ईश्वरंकर वाक्य पई तृषित होंतु परमेश्वर को उपस्थिति पई तृषित होंतु प्रभुकर उपस्थिति को केते बेला आसीबी ए व्याकुलता आपण को हृदय रे थाउ एण करी ईश्वरंकर निकटवर्ती हेबारे मनुष्यर मंगल सदा प्रभु जे मंगलमय एहा तुमे आस्वादन करके देख जे ताहकर शरणागत से लोक धन्य ही जीव जे प्रभु को निकट को आसुछि प्रभु को शरण को आसुछि प्रभु को निकट रे आउ बसिकी ईश्वरंकर वाक्य श्रवण करूछि परमेश्वर को ठारे प्रार्थना करूछि सदा प्रभु को ठारे लागि के रहूछि मोर प्रिय माने आउ से लोक धन्य ही जीव तार परिस्थिति बदली जीव ता दुख दूर ही जीव तार शारीरिक रोग सुस्थ ही जीव कारण परमेश्वर को निकट को जो माने आसंती सदा प्रभु से मान को सहित केबे दुख जोग करंती नाही एड़ी करी प्रिय प्रभु को लोक माने
जदि आपण माने पढ़िबा पई चाहंती आपण माने पढ़ी पारिबे। ए गोटे वाक्य कहिकी मु समाप्त करिबा पई चाहे। एठी उत्तम विषय लिखा जाए प्रिय प्रभुक लोक माने एणु करी आज आमे आउ प्रभु को आमे प्रायोरिटी देबा। हे हितोपदेशतार 10 अध्याय तार 22 पद लिखा जाए सदा प्रभुकर आशीर्वाद धनवान करे पुणी से ताहा संगरे दुख जोग करती नाही। सदा प्रभु जेतेबेले आमको आशीर्वाद करबा पई चाहंती आम जीवन रे कोनोसी दुख रहे नाही। आम जीवन रे कोनोसी प्रकार अशांतिकर विषय रहे नाही। आम परिवार कोनोसी प्रकार अभाव देखा जाए नाही। कारण सदा प्रभु जी मंगलमय यह आम आस्वादन कर सारू आ ताहांको शरण को आसी सारू आ से लोक धन्य ही जीव। एणुकर ईश्वर निकटवर्ती हेबारे मनुष्यर मंगल मोर प्रिय प्रभु लोक माने एणुकर सदा प्रभुकर आशीर्वाद ताहाकु धनवान करे पुणी से ताहा संगरे जे ताहांको वाक्य ध्यान करे जे ताहांको प्रार्थना करे जे प्रभुको संगति रे रहे जे प्रभुको सहभागिता रे रहे ता संगरे दुख जग करंती नाही। सदा प्रभुकर गौरव हो। प्रभु अनुग्रह करंतु ए वाक्य आमे शुणुथिबा समय प्रभु आम मानकु से आज जहा किछि शिक्षा देले मोर प्रिय माने ईश्वरक निकटवर्ती हेबारे मनुष्यर मंगल। एणुकर आमे मन परिवर्तन करिबा आ सदा प्रभुक निकटको फेरिबा पाप को छाणिबा मंदता को छाणिबा अभिलाष को छाणिबा आ प्रतिदिन प्रभात रे संध्या रे व्यक्तिगत भाव रे जेतेबेले आमे टाइम पाउछु जेतेबेले आमे कामरु फाप्ति पाउछु घर काम हो कि बाहर लेबर काम हो है खाइबा समय हो कि सुइबा समय जेकोसी समय आम जो फाप्ति पाउछु आम प्रभु को शरण को आसवा प्रभु को निकटवर्ती हेबा आम प्रभु को पाद तले आम बसवा प्रभु आम मान को अनुग्रह करेंगे। प्रभु यही वाक्य द्वारा आम समस्त को प्रभु आशीर्वाद करंतु। प्रेज द लॉर्ड। समस्त को प्रेज द लॉर्ड।